ଦେଖନ୍ତୁ ଆମର ଯୋଉ ମଣ୍ଡଳ ସଜାସଜି ଚାଲିଥିଲା ସେଗୁଡ଼ା ସମ୍ପୂର୍ଣ୍ଣ ହେଇସାରିଛି। ଆଉ ବାକି ଅଧିବାସ ଆଜି ସରିଯାଇଛି। ଏଇଟା ବି ଦେଖନ୍ତୁ ମାନେ ଯୋଉ ଠାକୁର ରହିବା ଯୋଉ ଜାଗା ହେଇଛି ଏ ଜାଗା ଦେଖନ୍ତୁ କେତେ ସୁନ୍ଦର ଭାବେ ଗେଣ୍ଡୁମାଳ ସଜା ଯାଇଛି। ଆସନ୍ତା କାଲି ଆମର ନାମ ଯଜ୍ଞ ଅଷ୍ଟପ୍ରହର ଆରମ୍ଭ ହେଇଯିବ। ଆଉ ତା ପରଦିନ ସମସ୍ତଙ୍କ ପାଇଁ ଯୋଉ ରୋଷେଇର ବନ୍ଦୋବସ୍ତ ପ୍ରସାଦ ସେବନ ପୁରା ମାନେ ଯେତେ ଭକ୍ତ ବି ଆସିବେ ସମସ୍ତଙ୍କ ପାଇଁ ପୁରା ଆଭେଲେବୁଲ୍ ରହିଛି। ସମସ୍ତେ ବହୁ ସଂଖ୍ୟାରେ ଆସନ୍ତୁ। ତା ପରଦିନ ଆମର ପ୍ରସାଦ ସେବନ ବି ହୋଇଛି। ଆଉ କାଲି ବି ଆସନ୍ତୁ ଆମର ନାମ ଯଜ୍ଞ ମାନେ କାଲି ତ ଆପଣ ଭିଡ଼ିଓ ଦେଖିଲା ବେଳକୁ ଆଜି ହେଇଯାଇଥିବ ଶିବରାତ୍ରି ଦିନ ଆସନ୍ତୁ ଆପଣମାନେ। ଏ ଜାଗାର ଏ ଯୋଉ ପରିବେଶ ଆମର ଟିକେ ଦେଖନ୍ତୁ କେମିତି ଆମର ଯୋଉ ଅଷ୍ଟପ୍ରହର ନାମ ଯଜ୍ଞ ଚାଲିବ। ଆଉ ସେପଟେ ଯୋଉ ପ୍ରସାଦ ସେବନ କାର୍ଯ୍ୟକ୍ରମ ଏମିତି ମାହୋଲ ଦେଖିବେ ଆପଣ ମାନେ। ଏଇଟା ରହିଲା ଆମର ଯୋଉ ମଣ୍ଡଳ ନାମ ଲାଗିବ ଏଠି। ଆଉ ବାକି ରହିଲା ଆମର ମନ୍ଦିରଟା ଦେଖନ୍ତୁ। ଦେଖନ୍ତୁ ଇଏ ରହିଲା ଆମର ମନ୍ଦିର। ଆଉ ଏଇଥର ଗ୍ରାଉଣ୍ଡ ବି ବଡ଼ ହେଇଛି ମନ୍ଦିରର। ମାନେ ଯୋଉ ଭକ୍ତ ମାନେ ଆସିଲେ ଟିକେ ଗହଳି ଲାଗୁଥିଲା। ମନ୍ଦିର କମ୍ପାଉଣ୍ଡ ଟିକେ ଆମର ଛୋଟ ରହୁଥିଲା। ତ ସେଇଥିଲାଗି ଦେଖନ୍ତୁ ଏଥର ବହୁତ ବଡ଼ ଗୋଟେ ଗ୍ରାଉଣ୍ଡ ତିଆରି ହେଇସାରିଛି। ମାନେ ମନ୍ଦିର ଯୋଉ ଆମର ପରିସରଟା ମନ୍ଦିର ପରିସରଟା ବହୁତ ବଡ଼ ଦେଖନ୍ତୁ ଏଥର ଏଇ ବର୍ଷ ହେଇଛି ଆମର। ଏପଟେ ଆସିଲେ କେବେ ଦେଖନ୍ତୁ କେତେ ଭକ୍ତ ଆସିଲେ ବି ଆରାମସେ ଶାନ୍ତି ଶୃଙ୍ଖଳାରେ ବସିପାରିବେ। ସମସ୍ତେ ଏଇ ଜାଗାରେ ବସିପାରିବେ। ଗ୍ରାଉଣ୍ଡ ଦେଖନ୍ତୁ କେତେ ବଡ଼ ରହିଛି। ତ ଯୋଉ ମାନେ ବର୍ତ୍ତମାନ ସୁଦ୍ଧା ଭିଡ଼ିଓ ଦେଖୁଛନ୍ତି ସେମାନଙ୍କୁ ମୋ ତରଫରୁ ମୋ ଚ୍ୟାନେଲ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ଆଉ ବାବା ଆପଣଙ୍କର ମଙ୍ଗଳ କରନ୍ତୁ ବାଲୁଙ୍କେଶ୍ୱର ବାବା। ତ ଯିଏ ଯୋଉମାନେ ପାଖରୁ ମୋ ଭିଡ଼ିଓ ଦେଖୁଛନ୍ତି ତ ଆସିବାକୁ ଚାହିଁଲେ ମଧ୍ୟ ଆପଣ ଆସିକି ଏଇ ଜାଗା ଭିଜିଟ୍ କରି ଯାଇପାରିବେ। ପ୍ରଭୁଙ୍କ କୃପା ଲାଭ କରିପାରିବେ। ତ ଠିକ୍ ଅଛି। ହାପି ଶୁଭରାତ୍ରି।